ହାଇ ସାଙ୍ଗମାନେ, ଆଜି ଆମେ ବୁଲିବାକୁ ଆଇଛୁ ଅଶୋକ ସ୍ଥିତ ଧଉଳିଗିରି। ଦେଖନ୍ତୁ କେତେ ସୁନ୍ଦର ଛକ୍ ଛକ୍ କରି ଦେଖାଯାଉଛି ଧଉଳିଗିରି, କେତେ ପୁରୁଣା। ଏଇ ସାଇଡ୍ରେ ଅଛି ଦୟା ନଦୀ, ତା ସାଇଡ୍ର ସୌନ୍ଦର୍ଯ୍ୟ ଗୁଡ଼ା ମନୋରମା ଲାଗେ। କେତେ ଯେ ସୁନ୍ଦର ଭାବରେ ବନାଯାଇଛି, ଆପଣମାନେ ଆସିଲେ ଦେଖିକି ମନଲୋଭ ଲାଗିବ। ତାର ଚତୁଃପାର୍ଶ୍ୱରେ କେତେ ସୁନ୍ଦର ସବୁଜ ବର୍ଣ୍ଣ ଦୟା ନଦୀ ଏବଂ ଗଛଲତା ପୁରା ମନ ଆକର୍ଷିତ କରିଦେଉଛି। ତାପରେ ସାଇଡରେ ଥିବା ଗୋଟେ ମନ୍ଦିରକୁ ଆମେ ଗଲୁ। ମନ୍ଦିରରେ କିଛି ଫଟୋ ନେଲୁ, ପୁଣି ମନ୍ଦିର ଚାରିପଟେ ପରିଭ୍ରମଣ କଲୁ। ମନ୍ଦିରରେ ଛୋଟ ଛୋଟ ଦେବୀ ଦେବତା ମାନେ ବି ବାସ କରୁଛନ୍ତି। ଆମେ ସେ ମନ୍ଦିର ଦର୍ଶନ କଲା ପରେ ପୁଣି ଆସିଲୁ ବୌଦ୍ଧ ସ୍ଥିତ। ଦେଖନ୍ତୁ ଷ୍ଟାଚୁ କେତେ ସୁନ୍ଦର ଭାବରେ ବନାଯାଇଛି। କାନ୍ଥରେ କେତେ ସୁନ୍ଦର ସୁନ୍ଦର ଛବି ଗୁଡ଼ା ବନାଯାଇଛି। ଦେଖିକି ଜାଣିପାରିବେ ଯେ କେତେ ସୁନ୍ଦର ହେଇଛି ଆମର ଅଶୋକଙ୍କର ସମାଧି। ବହୁତ ବଢ଼ିଆ ଦେଖାଯାଉଛି। ସତରେ ସାଙ୍ଗମାନେ, ମନ ପୁରା ଖୁଲ୍ ହେଇଯାଉଛି। ଆପଣ କେବେ ଆସି ଦେଖନ୍ତୁ, ମଜା ନିଅନ୍ତୁ, ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ। ତାର ଗେଟ୍ ସାଇଡରେ ଦୁଇ ସିଂହ ଦୁଇଟି ଆଗ ସାଇଡରେ ବସିଛନ୍ତି। ତା ଚତୁଃପାର୍ଶ୍ୱରେ ବହୁତ ସୁନ୍ଦର ସୁନ୍ଦର ଛବି ଗୁଡ଼ା ଅଙ୍କା ଯାଇଛି। ଆପଣ ନିଶ୍ଚିତ ଦେଖିପାରୁଥିବେ। ଏଇଠି ଗୋଟେ ସେଲ୍ଫି ପଏଣ୍ଟ ବନିଯାଇଛି। ଏଠିରୁ ଫଟୋ ଉଠେଇଲେ ବହୁତ ସୁନ୍ଦର ଆସେ ବ୍ୟାକଗ୍ରାଉଣ୍ଡ। ଆପଣମାନେ ସତରେ କେବେ ଆସିବେ ଯଦି ଏଇ ଜାଗାରୁ ଫଟୋ ଖିଚିବେ। ଜୟ ଜଗନ୍ନାଥ।